ସବୁ ପରମ ବ୍ରହ୍ମ প্রকৃতি গণ দিনে নভদিলি ছন্দা চরণ দিনে নভদিলি ছন্দা চরণ ଆଉ ଦିନେ ନଭଦିଲି ଛନ୍ଦା ଚରଣ ଆଉ ମରଣ କାଳକୁ ଶରଣ ଦେବ ହେ ମରଣ କାଳକୁ ଶରଣ ଦେବ ହେ ଏହି ମଜଣାଣ ହେ ଗୁରୁଦେବ ଅମନ ବିହାରୀ ଅମନ ବିହାରୀ ଗୁରୁଦେବ ପାରିକାର ପାରିକାର ଜୟ ଅମନ ବିହାରୀ ଅମନ ବିହାରୀ 50 ପାଖୁଡ଼ା ପଦ୍ମ ମୁନେବି 50 ପାଖୁଡ଼ା ପଦ୍ମ ମୁନେବି ହେତୁ ଡରିରେ ମୁଁ ମାଳା ଗୁନ୍ଥିବି ହେତୁ ଡରିରେ ମୁଁ ମାଳା ମୁଦେବି ହେତୁ ଡରିରେ ମାଳା ମୁଁ ଗୁନ୍ଥିବି ଗଳାରେ ଲମ୍ବାଇ ପ୍ରେମ ଧୂପ ଦେଇ ଗଳାରେ ଲମ୍ବାଇ ପ୍ରେମ ଧୂପ ଦେଇ ଶରଣ ପଶିବି ହେ ଗୁରୁଦେବ ଅମନ ବିହାରୀ ଦେବ ଅମନ ବିହାରୀ ଗୁରୁଦେବ ପାରିକାର ପାରିକାର ଅମନ ବିହାରୀ ଦେବ ଅମନ ବିହାରୀ ରଖବାନ ରଖ ଏହି ସଚନା ଏହି ପ୍ରାଣ ଗୋଟେ ତୁମ୍ଭର ସେନା ଏହି ପ୍ରାଣ ଗୋଟି ତୁମ୍ଭର ସେନା ଏହି ପ୍ରାଣ ଗୋଟି ତୁମ୍ଭର ସେନା ବିଷ୍ଣୁଙ୍କ ମାୟାକୁ ବୁଝି ନ ପାରିଲେ ବିଷ୍ଣୁଙ୍କ ମାୟାକୁ ବୁଝି ନ ପାରିଲେ ଏହି ମୋ ଭାବନା ହେ ଗୁରୁଦେବ ଅମନ ବିହାରୀ ଅମର ବିହାରୀ ଗୁରୁଦେବ ପାରିକାର ପାରିକାର ଜୟ ଅମର ବିହାରୀ ଗୁରୁଦେବ ଅମର ବିହାରୀ गुरु शिष्य दुहे प्रलय काले कहीं रहती मो जानी न पारे କାହିଁ ରହତେ ମୁଁ ଜାଣି ନ ପାରେ कहीं रहते मो ଜାଣି ନ ପାରେ भक्त अभिराम आहे गुरु ब्रह्म ସେ ଅବିରାମ आहे गुरु ब्रह्म सेताई देवटी हे गुरुदेव अमन बिहारी हे गुरुदेव ଅମନ ବିହାରୀ ଗୁରୁଦେବ ତ୍ରାହିକାର ତ୍ରାହିକାର जय ଅମନ ବିହାରୀ गुरुदेव अमन बिहारी কৃষ্ণ দীন বন্ধু নব জলধর সন্ধ্যায়ী গঞ্জন গানা करुणा सागर বাবু তুর প্রভু भाव को निकट সাগরে গোপী বান্ধিলে कानी कण कर ধারে উয়ে ভাই नाम संकीर्तन নাম বোলায় দেব ଲେଖ ବୃନ୍ଦାବନ
নাম শব্দবতী যেতে দূর যায় ও জানি ব্রহ্ম ছাড়ি ন পড়ায় তপ କରିବାକୁ নাহি বেଳ କାଳ সহজে তো সান ভাই ভালো ধরা প্রবেশ এঠার যা ভাই মোর বিপদ গাউনা করিবে মন কর্ণ দেউথিবে শুন এবে ধরে ଦେବ ତ୍ରାହି କର ত্রাহি কর অমন বিহারী গুরুদেବ ଅମନ ବିହାରୀ মদন ଆଜ୍ଞା এ সংসার মধ্যে আজ্ঞা জীব চালি যাইছে আজକୁ দ্বাদশ দিন ହେଲା ହଁ 12 দিন 12 ଦିନ ହଁ যদি জীব 12 ଦିନ ହେଲା ଗଲାଣି କେଉଁଠାରେ ଅଛି হ্যাঁ ତା ଥୟ ଠିକଣା ନାହିଁ ଆମକୁ ଜଣା ନାହିଁ ଖାଲି ଅଣ୍ଡାଳିକିରି କହିବା କଥା ଲେଖିଲେ ଅଗ୍ନି ତ୍ରିଣି ଜଳ ପଞ୍ଚ ସବୁଳେ ଯଦିନି ଜୟ ଏକାଦଶ ଧରା যাত্রা জমায় কবি কহিলি 11 দিন অর্ধরাত্রে প্রেতাত্মা জমালয়କୁ ଯାଉଛି এ পুଅ জমালয় আজ্ঞা পাপ পুণ্য କରିଛି না পুণ্য କରିଛି না পাপ କରିଛି କରିଛି জম দরবারে চিত্র আদি জম বসিছি ହଁ জম কিଏ ଯେ ଏଇ ଗାଁ ମୁଣ୍ଡେ ସେ କାଉଣ୍ଟରରେ ବାଡଉଛି ନାଇଁ ରେ ପୁଅ ହଁ ଜମ ହଉଛି ଆମ ମାନଙ୍କର କାଳ ଆଉ କଣ ଭୟ ତାକୁ ସମତି କର ସେ କାଳ ପୁରୁଷ ଆମେ ଜାଣିନାହିଁ ହଁ ଆମରି ମାନଙ୍କଠୁ ନେଇଛି ଆଉ କଣ ସେ କିଏ ନେଇଛି କେମିତି ହେଲା ନା ଜୀବର ଆଦ୍ୟ ଅକ୍ଷର ଜନ୍ମ ଜନ୍ମ ଜନ୍ମର ଆଦ୍ୟ ଅକ୍ଷର ଜ ମରଣର ଆଦ୍ୟ ଅକ୍ଷର ହଁ ଇଏ ଜନ୍ମ ବୋଲି ଯୋଡିଏ ଅକ୍ଷର ଆମଠୁ ନେଇଛି ଆମକୁ ଶାସନ କରୁଛି ହଁ ହଁ କେହି ଦେଖିଛେ ଦେଖିଛ କିଏ କହୁନା ଏ ପୁଅ ହଁ ଏ ମନୁଷ୍ୟ ହଉଛି ହଁ ତାଙ୍କର ବହୁ ପ୍ରକାର ବୁଦ୍ଧି ହଁ ଟିକିଏ ଜମକୁ ଦେଖି ନାହାନ୍ତି ଆଜ୍ଞା କେହି ନା ନ ଦେଖିକିରି ଛାନିଆ ନ ଦେଖିକିରି ଛାନିଆ ହେଲେ ମଧ୍ୟ ସେ ଲେଖିଛନ୍ତି ହଁ। ଜମଦର ବାରରେ ହଁ ପାପୀର ବିଚାର ଚାଲିଛି ବେଶ ଏ ପୁଅ ହଁ ସିଏ ଦେଖି ନାହାନ୍ତି ନା କି ଆମେ ଦେଖିନି ନା ଯାଉଛ ତମେ ହଁ ଆମେ ଦେଖିନି ତ କହିଛି ତ ନ ମଲେ ସ୍ୱର୍ଗ ଦେଖିବନି ଯାଉନା କିଏ ଦେଖିବାକୁ ନାଇଁ ଆମେ ତ ମରିନି କି ସ୍ୱର୍ଗ ଦେଖିନି ହଁ ଏ ପୁଅ ହଁ ଏ ବହିରେ ଯୋଉଗୁଡାକ ଲେଖା ହେଇଛି ହଁ ଏ ଆଖି ଏକରେ ନିଶ ଏଇ ସେଗୁଡାକ ଦେଖ ତାକୁ ଦେଖିକିରି ପାଣି ଅରିଜିନାଲ ଦେଖିଲେ କଣ ହବ ହଁ ହଁ ଏଇ ଏ ପୁଅ ଯେତେବେଳେ ଜମଦର ବାରରେ ବିଚାର ଚାଲିଛି ଜୀବର ଇଏ ଜୀବର ବିଚାର ଚାଲିବା ସମୟରେ ହଁ ଜମତ ରହିଲା ସ୍ୱର୍ଗପୁରରେ ତେମେ ପାପ କରିଛ ନା ପୁଣ୍ୟ କରିଛ କିଏ ଜାଣିଛି ସେ କେମିତି ଜାଣିବ ସେ କେମିତି ଯାଏ ହଁ ଧନରେ ତାକୁ କହିଲା କିଏ ତୁମ ଦେହ ତୁମର ଯେ ନେତ୍ର ମଧୁର ସେଇ ଦେଖୁଛି ନା ପର ଧନ କରି ଲୁଟନ ବଳ ଏଇ ବିମନା ଆଜ୍ଞା ବାପ ପୁଅ ଦୁଇ ଜଣ ଚୋରି କରିବାକୁ ଗଲେ କୁଆଡେ ଚୋରି କରି ଆସ ମଇଦାର ଗଛରେ ହଁ ଆମ ଭାଇ ଘରେ ବଡ ବଡ ଆମ୍ବ ଗଛ ହେଇଛି ବହୁଳ ଆରମ୍ଭ ହଉଛି ସେ ଗତ ବର୍ଷ କଥା କହୁନ୍ତି ଏ ପୁଅ ହଁ ଆଜି ବାପ ପୁଅ ବିଚାର କଲେ